ईश्वरଙ୍କର ନିକଟବର୍ତ୍ତୀ ହୁଅନ୍ତି। ସଦାପ୍ରଭୁ ଭଗ୍ନ ଅନ୍ତକଣ ଲୋକମାନଙ୍କର ନିକଟବର୍ତ୍ତୀ ହେଇ ସେମାନଙ୍କୁ ସୁସ୍ଥତା ଦିଅନ୍ତି, ପୁଣି ଆତ୍ମାରେ ଉଦ୍ଦୀପିତ କରନ୍ତି। ପୁଣି ସେମାନଙ୍କୁ ଗଠନ କରିବା ଈଶ୍ୱର ଅଟନ୍ତି। ତେଣୁ ଆଜିର ପ୍ରଭାତରେ ପରମେଶ୍ୱର ଭଗ୍ନ ଅନ୍ତକଣ ଲୋକମାନଙ୍କର ନିକଟବର୍ତ୍ତୀ ହେବା ପାଇଁ ଅନ୍ୱେଷଣ କରୁଅଛନ୍ତି। ଆପଣ ସେଇ ବ୍ୟକ୍ତି ଅଟନ୍ତି କି ଯିଏ ଭଙ୍ଗା ହୃଦୟରେ, ଭଗ୍ନ ଭାବରେ, କ୍ରନ୍ଦନ ହୃଦୟରେ, ଆଶଶୂନ୍ୟ ଭାବରେ, ନିରାଶ ମନରେ ଗତି କରୁଅଛନ୍ତି କି? ପରମେଶ୍ୱର ଆପଣଙ୍କ ନିକଟବର୍ତ୍ତୀ ହେବା ପାଇଁ ଅପେକ୍ଷା କରୁଅଛନ୍ତି। ଯଦି ଆପଣ ହୃଦୟର ଦ୍ୱାର ଖୋଲି ଦିଅନ୍ତି ଏବଂ ଈଶ୍ୱରଙ୍କର ନିକଟକୁ ଆସନ୍ତି ୱିଥ୍ ଅ ବ୍ରୋକେନ୍ ହାର୍ଟେଡ୍, ସେ ପବିତ୍ର ପରମେଶ୍ୱର ସେମାନଙ୍କର ନିକଟବର୍ତ୍ତୀ ହେବା ନିମନ୍ତେ ଅପେକ୍ଷା କରୁଅଛନ୍ତି। ପ୍ରକାଶିତ ପୁସ୍ତକରେ ଲେଖାଗଲା, ସେ ଦ୍ୱାର ନିକଟରେ ଆଘାତ କରୁଅଛନ୍ତି। ଯଦି କେହି ତାହାଙ୍କର ସ୍ୱର ଶୁଣେ, ଚିହ୍ନେ ଏବଂ ଦ୍ୱାର ଖୋଲିଦିଏ, ସେ ଭିତରକୁ ପ୍ରବେଶ କରିବେ ଏବଂ ସେ ଗୃହରେ ବାସ କରିବେ, ତାଙ୍କ ସହିତ ଆଳାପ କରିବା ପାଇଁ ଅପେକ୍ଷା କରୁଅଛନ୍ତି। ଆଜିର ପ୍ରଭାତରେ ଗୋଟିଏ ଗୁଡ୍ ନ୍ୟୁଜ୍ ଆପଣଙ୍କ ପାଇଁ, ସୁସମ୍ବାଦ ଆଜି ଆପଣଙ୍କ ପାଇଁ, ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଭଗ୍ନ ଅନ୍ତକଣର ନିକଟବର୍ତ୍ତୀ ଅଟନ୍ତି। ଏଥିପାଇଁ ସେମାନଙ୍କର ନିକଟବର୍ତ୍ତୀ ଅଟନ୍ତି ଯେ ପ୍ରଥମରେ ସେମାନଙ୍କୁ ସୁସ୍ଥ କରିବା ପାଇଁ। କ'ଣ ଆପଣ ଚାହୁଁଛନ୍ତି କି ପରମେଶ୍ୱର ଆପଣଙ୍କ ପରିବାରକୁ ସୁସ୍ଥତା ଦିଅନ୍ତୁ? ଆପଣ କ'ଣ ଅପେକ୍ଷା କରୁଅଛନ୍ତି କି ପରମେଶ୍ୱର ଆପଣଙ୍କ ଗୃହରେ ମାନସିକ, ଶାରୀରିକ, ଆତ୍ମିକ ସୁସ୍ଥତା ପ୍ରଦାନ କରନ୍ତୁ? ତେବେ ଆସ ଆମେ ସେ ପବିତ୍ର ଈଶ୍ୱରଙ୍କର ନିକଟବର୍ତ୍ତୀ ହେବା। ସେ ଭଗ୍ନ ଅନ୍ତକରଣର ନିକଟବର୍ତ୍ତୀ ପରମେଶ୍ୱର ଅଟନ୍ତି। ଆଉ ଯେତେବେଳେ ଈଶ୍ୱର ଆମର ନିକଟବର୍ତ୍ତୀ ହେବେ, ଆମର ଭିତରେ ମରିଯାଇଥିବା, ନିରାଶ ହୋଇଯାଇଥିବା, ଆଶା ଶୂନ୍ୟ ହୋଇଯିବା ଯେ ବିଷୟକୁ ସେ ପୁନର୍ବାର ରିଭାଇଭ୍ କରିବେ। ତେଣୁ ଆଜି ପ୍ରଭାତରେ ଈଶ୍ୱର ଆମମାନଙ୍କୁ କଥା କୁହନ୍ତୁ। ନିଜ ନିଜକୁ ସମର୍ପିତ ହେବା ସହିତ ଆମେ ଈଶ୍ୱରଙ୍କୁ ଧନ୍ୟବାଦ ଦେବା। ସେ ଆମମାନଙ୍କର ଆରୋଗ୍ୟକାରୀ ପରମେଶ୍ୱର। ଗଡ୍ ବ୍ଲେସ୍ ୟୁ।